ଦାସକୁ ମଧ୍ୟ ଆମ ସହିତ ରଖିଛ ସେଥିପାଇଁ ଧନ୍ୟବାଦ। ତାଙ୍କ ମୁଖ ଜିନିଷ କଥା କୁହ। ସମସ୍ତ ଗୌରବ ପ୍ରଶଂସା ମହିମା ତୁମେ କହ। ଯୀଶୁଙ୍କ ନାମରେ ମାଗୁଅଛୁ ପିତା, ଆମେନ୍। ଆମେନ୍। ପ୍ରଭୁଙ୍କର ମହିମା ହେଉ, ପ୍ରଭୁଙ୍କର ଗୌରବ ହେଉ। ଆଜିର ବକ୍ତା କର୍ତ୍ତା ଚାଲକ ପାଲକକୁ ଆମେ ସ୍ୱାଗତମ ଜଣାଉଛୁ, ପ୍ରେଜ ଦ ଲର୍ଡ ଜଣାଉଛି। ଆଉ ପ୍ରଭୁଙ୍କର ମନୋନୀତ କରିଥିବା, ପ୍ରଭୁଙ୍କର ଆହ୍ୱାନ କରିଥିବା, ପ୍ରଭୁଙ୍କର ଡାକିଥିବା, ପ୍ରଭୁଙ୍କର ଆତ୍ମାର ଅଭିଷେକ ପାଇଥିବା ତାହାଙ୍କର ଦାସଙ୍କୁ ଆମେ ହାର୍ଦ୍ଦିକ ଅଭିନନ୍ଦନ, ସ୍ୱାଗତମ, ୱେଲକମ ଜଣାଉଛୁ। ଆଜିର ବାକ୍ୟ ପରିବେଶ କରି ଆମମାନଙ୍କୁ ସେ ଶିକ୍ଷା ଦେବେ ଆଉ ଆମମାନଙ୍କୁ ବାକ୍ୟ ମାଧ୍ୟମ ଦେଇ ଆଗକୁ କଢାଇ ନେବେ। ଆସନ୍ତୁ ଆମେ କରତାଳି ମାଧ୍ୟମ ଦେଇ ସ୍ୱାଗତମ ଜଣେଇବା। ଗୋଟେ ୱେଲକମ। କୋରସ ଗୋଟେ ଗାଇବୁ, ଆମେ ଗୋଟେ କୋରସ ଗାଇବୁ ଆଜ୍ଞା, ତାପରେ ଯୀଶୁ ନାମ लेते गाओ, मधुर से यीशु नाम लेते गाओ, प्रेमर सिंधु चर बंधु सही कालक पिता, मधुर से यीशु नाम लेते गाओ, मधुर से यीशु नाम लेते गाओ। Thank you. Over to today's picture. ବାକ୍ୟକୁ ଯିବା କି? ଆଜ୍ଞା। ମୁଇଁ ଇଂଲିଶରେ କହିବି, ମୋର ନୋଟ୍ସ ସବୁ ଇଂଲିଶରେ ଅଛି। ଯାକେ ପ୍ରକାଶ ତୁ ଟ୍ରାନ୍ସଲେସନ କରିବୁ, ସୁମିତ हाँ ନାୟକ। ठीक है। Praise the Lord. Good morning all of you. ସମସ୍ତଙ୍କୁ ଶୁଭ ପ୍ରଭାତ, ଗୁଡ ମର୍ଣ୍ଣିଂ, ପ୍ରେଜ ଦ ଲର୍ଡ। ପ୍ରେଜ ଦ ଲର୍ଡ ସାର୍, ଗୁଡ ମର୍ଣ୍ଣିଂ ସମସ୍ତଙ୍କୁ। Praise the Lord, praise the Lord. I'm really thankful to God and thankful to all of you for this wonderful privilege for me to share few thoughts from the Bible this morning. ସକାଳେ ଈଶ୍ୱରଙ୍କୁ ଧନ୍ୟବାଦ ଦିଏ ଏବଂ ଆପଣ ସମସ୍ତଙ୍କୁ ଧନ୍ୟବାଦ ଦିଏ ଆଉ ବାଇବେଲର କିଛି ଅଂଶ, କିଛି ଚିନ୍ତା ଆପଣଙ୍କ ଆଗରେ ସେୟାର କରିବା ପାଇଁ ମତେ ସୁଯୋଗ ପାଇଥିବାରୁ। Actually, many times I want to come, but somehow, somewhere, something happened and I don't feel like coming and like that. That's why I didn't come for a few months. But today, really, I take this opportunity. It's gladly to share a few thoughts from the book of Genesis. ଅନେକ ସମୟରେ ମୁଁ ଆସିବାକୁ ଚେଷ୍ଟା କରେ, କିନ୍ତୁ କୌଣସି ପ୍ରତିବନ୍ଧକ ମୋ ଜୀବନରେ ଆସେ, ସେଥିପାଇଁ ମୁଁ ଆସିପାରି ନାହିଁ ଆପଣଙ୍କ ଉପରେ ଜାଗାକୁ। କିନ୍ତୁ ଆଜି ମୁଁ ଆପଣମାନଙ୍କ ଆଗରେ ଆସିଛି ଏବଂ ମୁଁ ଆଦି ପୁସ୍ତକର କିଛି ଅଂଶ କହିବାକୁ ଚାହେଁ। It's a very familiar and a very this story everybody knows. Genesis chapter 17 verse 6 we will read. ଆଉ ଏହା ଏକ ସୁପରିଚିତ ଅଧ୍ୟାୟ, ସମସ୍ତେ ଜାଣୁ। ଆମେ ଆଦି ପୁସ୍ତକ 17 ଅଧ୍ୟାୟର 6 ପଦକୁ ପାଠ କରିବା। Odia Bible, I do have, I can read it. It says, "Ambe तुमको अतिशय वृद्धि करिबा, तुमठारु अनेक गोष्ठी जात कराइबा ओ राजा माने तुमठारु उत्पन्न हेबे." This scripture I have been meditating since last month. This has been a promising message that God is giving me in the first verse where it says, "I will make you exceedingly fruitful." ଆଉ ଗତ ଏକ ମାସ ହେବ ମୁଁ ଆକୁ ଧ୍ୟାନ କରି ଆସୁଛି। ଏହା ହଉଛି ଏକ ପ୍ରତିଜ୍ଞାର ବାକ୍ୟ ମୋ ପାଇଁ। ଆଉ ସେ ଜାଗାରେ ଲେଖାଯାଏ 6 ପଦର ପ୍ରଥମ ଅଂଶରେ, ଆମ୍ଭେ ତୁମକୁ ଅତିଶୟ ବୃଦ୍ଧି କରିବା। Yeah, that's what I'm going to take the first here we see the first sentence. I will make you exceedingly fruitful. ସେଇ ଯୋଉ 6 ପଦର ପ୍ରଥମ ଅଂଶକୁ ମୁଁ ପଢିବା ପାଇଁ ଚାହେଁ, ଆଉ ଯୋଉଟା କି ଲେଖାଯାଏ, ଆମ୍ଭେ ତୁମକୁ ଅତିଶୟ ବୃଦ୍ଧି କରିବା।
God didn't say, I will make you fruitful, but He is also saying that I will bless you exceedingly. Means that is beyond your imagination, beyond your limitation, beyond your understanding. ପ୍ରଭୁ କହୁନାହାନ୍ତି ତ ଯେ ଏଠାରେ ଆମେ ତୁମକୁ ଫଳବାନ କରିବା, କିନ୍ତୁ ସେ କହୁଛନ୍ତି ଆମେ ତୁମକୁ ଅତିଶୟ ବୃଦ୍ଧି କରିବା। ଆପଣଙ୍କର ଚିନ୍ତାର ବାହାରେ, ଆପଣଙ୍କର ଭାବନାର ବାହାରେ ସେ ଆପଣଙ୍କୁ ବୃଦ୍ଧି କରିବେ। Yeah, I believe this is the promise God gave to Abraham, but it is not only just a promise, but this also a covenant God gave to Abraham. ଏହା ପ୍ରତିଜ୍ଞାର ବାକ୍ୟ ଅବ୍ରାହମକୁ ପରମେଶ୍ୱର ଦେଲେ। କେବଳ ଏହା ପ୍ରତିଜ୍ଞା ନୁହେଁ, କିନ୍ତୁ ଏହା ଏକ ନିୟମ ବା ଚୁକ୍ତି ଅଟେ। That's why when we in the book of, if you see in English Bible, it says on the 17th age in there's a covenant with Abraham, the covenant of God, it says. ସେଥିପାଇଁ 17 ଅଧ୍ୟାୟର ପ୍ରଥମରେ ସେଠି ଜାଗାରେ ଲେଖାଯାଏ, ଉପରେ ହେଡିଂ ରେ ଏହା ଏକ ଚୁକ୍ତି ବୋଲି କରି ଲେଖାଯାଏ, ଚୁକ୍ତି ବିହିତ ସୁନ୍ନତ ବିଧି। And also this covenant was not just applied to Abraham's life, but it also says that it is applied to all his descendants, and this is also a everlasting covenant. ଏଇ ଯୋଉ ଚୁକ୍ତି ଖାଲି ଅବ୍ରାହମ ପାଇଁ ନୁହେଁ, ତାଙ୍କ ବଂଶରେ ଜାତ ସମସ୍ତ ବ୍ୟକ୍ତି ପାଇଁ ଏବଂ ସମସ୍ତ ଲୋକ ପାଇଁ ବି ନିୟମ ଅଟେ। I believe when God make a promise, He will fulfill it. He will fulfill it. ମୁଁ ବିଶ୍ୱାସ କରେ ଯେତେବେଳେ ପ୍ରଭୁ କିଛି ପ୍ରତିଜ୍ଞା କରନ୍ତି ଆମମାନଙ୍କ ଜୀବନରେ, ତାହାକୁ ସେ ସଫଳ ମଧ୍ୟ କରନ୍ତି। And when God make a promise, He want us to be prepared for receiving that promise as well. ଯେତେବେଳେ ପ୍ରଭୁ କିଛି ଚୁକ୍ତି କରନ୍ତି, ସେଇ ଚୁକ୍ତିକୁ ଯୋଉ ଶବ୍ଦ ଅଛି ବା ଯୋଉ ପ୍ରତିଜ୍ଞା ଅଛି ତାକୁ ଗ୍ରହଣ କରିବା ପାଇଁ ମଧ୍ୟ ପରମେଶ୍ୱର ଚାହାନ୍ତି। Yeah, means God prepare us to receive that promise. ପ୍ରଭୁ ଆମମାନଙ୍କୁ ଏଥିପାଇଁ ପ୍ରସ୍ତୁତ କରନ୍ତି ତାଙ୍କ ପ୍ରତିଜ୍ଞାର ବିଷୟ ସବୁକୁ ଆମେ ଗ୍ରହଣ କରିବା। Suppose you are going to buy a car, then what you will do, before you order the car, and the car mechanic, the car seller will say, yes, so and so date your car will be ready, the same, and you come and pick. And before that, what you will do, you will make where you will park your car. So you will make a shed, or you may make it, the gate wider, or you make it for the preparation. ଚୁକ୍ତିର ଅର୍ଥ ଏହା ଯେ ମଧ୍ୟ ଆମମାନେ ଯଦି କୌଣସି କାର କୁ ଯଦି ଆମେ ଅର୍ଡର କରୁ, ତେବେ ଯୋଉ କମ୍ପାନୀ ଆମମାନଙ୍କ ପାଖକୁ ପଠେଇବ ତାକୁ ଆମେ ଯେତେବେଳେ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ଅଟୁ, ସେତେବେଳେ ଆମେ କଣ କରିବା, କାର ପାଇଁ ବୋଲିକରି ଗୋଟେ ଘର କରିବା, ସେଠି ବନେଇବା ପାଇଁ ରଖିବା ପାଇଁ ସୁନ୍ଦର କରି ଏକ ଜାଗା ବନେଇବା। Means what I am trying to say is that when God wanted to exceedingly make us fruitful, He also prepare us. That preparation is required to receive that promise. ଏବେ ମୁଁ କହିବାର କଥା ହଉଛି, ପରମେଶ୍ୱର ଖାଲି ଅତିଶୟ ବୃଦ୍ଧି କରିବେ ସେ କଥା ନୁହେଁ, କିନ୍ତୁ ଆମମାନଙ୍କୁ ପ୍ରସ୍ତୁତ ମଧ୍ୟ କରିବେ ତାଙ୍କର ସମସ୍ତ ପ୍ରତିଜ୍ଞାକୁ ଗ୍ରହଣ କରିବା ପାଇଁ। Yeah, if the covenant of God to be fulfilled in our life, then there are certain changes, there are certain preparation, and there are certain accommodation required in our life. ଆଉ ସେଇ ଯୋଉ ଚୁକ୍ତିକୁ ଆମେ ଗ୍ରହଣ କରିବା ପାଇଁ ହେଲେ କିଛି ବିଷୟ ଯାହାକି ଆମମାନଙ୍କ ଜୀବନରେ ପ୍ରସ୍ତୁତିକରଣର ଆବଶ୍ୟକତା ଅଟେ। Yeah, that's what God says to Abraham. I will exceedingly make you fruitful, he says. ଆଉ ସେଥିପାଇଁ ଅବ୍ରାହମ ସେଠାରେ ପ୍ରଭୁ ସେଠାରେ କହନ୍ତି ଅବ୍ରାହମକୁ, ଆମ୍ଭେ ତୁମକୁ ଅତିଶୟ ବୃଦ୍ଧି କରିବା। What it means that no people will be hindrance to your fruitfulness. ତାର ଅର୍ଥ କଣ, ତୁମର ଯୋଉ ଫଳକୁ କେହି ମଧ୍ୟ ହରଣ କରିପାରିବ ନାହିଁ। Yeah, nobody will hindrance for your growth. You will be growth and you will be fulfilled. ଆପଣ ବୃଦ୍ଧି ପାଇବେ, ଆପଣଙ୍କ ବୃଦ୍ଧିରେ କୌଣସି ବିଷୟ ରହିବ ନାହିଁ ଯାହାକି ପ୍ରତିବାଧା ନିମନ୍ତେ। No people can hindrance. କୌଣସି ବ୍ୟକ୍ତି ପ୍ରତିବାଧା କରିପାରିବେ ନାହିଁ। No period of time, like any season, can't hindrance when God wants to bless. କୌଣସି ସମୟ ମଧ୍ୟ
ବାଧା ଦେଇ ପାରିବ ନାହିଁ ଯେତେବେଳେ ପରମେଶ୍ୱର ଆମ ପାଇଁ ସମୟ ପ୍ରସ୍ତୁତ କରନ୍ତି। And not only that, no place can be hindrance when God wanted to make you fruitfulness. ଯେତେବେଳେ ଆମ ମାନଙ୍କର ପାଇଁ ପ୍ରଭୁ କିଛି ତିଆରି କରନ୍ତି ସେତେବେଳେ କୌଣସି ସ୍ଥାନ ମଧ୍ୟ ଆମକୁ ଅଟକାଇ ପାରିବ ନାହିଁ। But we should be very cautious. We should be very careful that we ourselves don't become a hindrance to God's blessing. କିନ୍ତୁ ସେଥିପାଇଁ ଆମେ ସତର୍କ ହେବାକୁ ପଡିବ ସେଇଥିପାଇଁ ପରମେଶ୍ୱରଙ୍କର ଆହ୍ୱାନକୁ ପାଇବା ପାଇଁ କୌଣସି ପ୍ରକାର ଆମେ ବିଘ୍ନର କାରଣ ନ ହେବାର ଅଛି। See, the first thing I want to say that people can't be hindrance when God wanted to bless you, and the season or the time or nothing will be hindrance. And not only that, the place can't be hindrance. Wherever you are, God can bless you. But ଆଉ ପ୍ରଥମ sometimes ବିଷୟ you can be hindrance by yourself. ପ୍ରଥମ ବିଷୟ ଆମେ ଦେଖିଲୁ ଈଶ୍ୱରଙ୍କର ଆଶୀର୍ବାଦକୁ ଗ୍ରହଣ କରିବା ପାଇଁ କୌଣସି ସ୍ଥାନ ସମୟ ବିଷୟ ମଧ୍ୟ ଆମେ ନିଜେ ମଧ୍ୟ ବିଘ୍ନର କାରଣ ନ ହେବାର ଆବଶ୍ୟକତା ଅଟେ। Yeah, today I want to speak a little bit of this verse, and I want to take you farther. And I pray that God will speak and prepare to receive God's promise in our life. ମୁଁ ଆଜି ଅଳ୍ପ ସମୟ ଆପଣ ମାନଙ୍କୁ କହିବା ପାଇଁ ଚାହେଁ ଯେ ଆମ ମାନଙ୍କର ଚିନ୍ତାର ବାହାରେ ଯାହାକି ପରମେଶ୍ୱରଙ୍କର ଆଶୀର୍ବାଦ ବିଷୟକୁ ଆମେ ଗ୍ରହଣ କରିବା। There are three key things in this in my message that I want to bring. But today, if God willing, just one I will share, then I will conclude. ଆଉ ଏଇଠି ମୁଁ ତିନିଟି ବିଷୟ କହିବା ପାଇଁ ଚାହେଁ ବାକି ଆଜି କେବଳ ମୁଁ ଗୋଟିଏ ବିଷୟ ଆପଣ ମାନଙ୍କୁ ଆଶୀର୍ବାଦର କଥା କହିବି। This may be a promise scripture for this month for you. God is saying that I will bless you exceedingly. ହୁଏତ ଏହି ପଦଟି ଏଇ ମାସରେ ଆପଣଙ୍କ ପାଇଁ ଏକ ପ୍ରତିଜ୍ଞାର ମାସ ଅଟେ। ଆପଣଙ୍କୁ ପ୍ରଭୁ କହନ୍ତି ଆମ୍ଭେ ତୁମକୁ ଅତିଶୟ ବୃଦ୍ଧି କରିବା। I will make you exceedingly fruitful. ଆମ୍ଭେ ତୁମକୁ ଅତିଶୟ ଫଳବାନ କରିବା। Now, to receive this exceedingly, to being exceedingly fruitful, now we have to prepare ourselves for that, the blessing, the rain of blessing that's coming our way. ଆଉ ଆଶୀର୍ବାଦର ଯୋଉ ବୃଷ୍ଟି ପରମେଶ୍ୱର ଆମମାନଙ୍କୁ ପଠାନ୍ତି ତାହାକୁ ଆମମାନେ ଅପେକ୍ଷା କରିବାକୁ ପଡିବ ତାକୁ ଗ୍ରହଣ କରିବା ନିମନ୍ତେ। Let's go to book of Matthew chapter 13 verse 23. ମାଥ୍ୟୁ ପୁସ୍ତକ ତାର 13 ଅଧ୍ୟାୟର 23 ପଦକୁ ଆମମାନେ ଦେଖିବା। There we see that a sower, he's throwing the seed. That's what the story is about. ଆଉ ସେଠାରେ ଜଣେ ବୀଜ ବୁଣାଳିର କଥା ଲେଖାଯାଏ। But he who receives seed on the good ground, he who hears the word, understanding it, who indeed bear the fruit, produce some of 100 and some of 60, some of 30. That's what it says. ଆଉ କିନ୍ତୁ ଯେ ବାକ୍ୟ ଶୁଣି ବୁଝେ କାର 100 ଗୁଣ, କାର 60 ଗୁଣ, କାର 30 ଗୁଣ କଥା ଲେଖାଯାଏ। Yeah, we have heard this story in the whole the synoptic gospel. We see that a sower, he goes and he throw his seed in different 4 type of land. All that story we know very well. ମାଥ୍ୟୁ ମାର୍କ ଲୁକରେ ଅନେକ ସମୟରେ ଏଇ ଯୋଉ ପଦକୁ ଆମେ ପଢିଛୁ, ଜଣେ ବୁଣାଣି ଥିଲେ, ସେ ବୁଣିଲେ ଏବଂ ତାଙ୍କର ସମସ୍ତ ବିଷୟ ମାନେ ଏଇ 3ଟି ସୁସମାଚାର ଦେଖିପାରୁ। There are so much of potential inside the seed. One seed can become 30-fold, 60-fold, and 100-fold. ଏବେ ଆମେ ଦେଖୁଛୁ ସେଇ ଯୋଉ ମଞ୍ଜିରେ ବା ବିହନରେ ଏତେ ଶକ୍ତି ଅଛି, ତା 30 ଗୁଣ, 60 ଗୁଣ, 100 ଗୁଣ ମଧ୍ୟ ଫଳିପାରେ। This seed, the sower is throwing, or he is sowing in 4 different kind of soil in the Bible. We see. ବାଇବେଲରେ ଆମେ ଦେଖୁଛୁ ଏଇ ବିହନକୁ ସେ 4 ପ୍ରକାର ଭୂମିରେ ବୁଣାଳି ବୁଣୁଛନ୍ତି। There we see 4 type of soil. ଆଉ 4 ପ୍ରକାର ମାଟିରେ ସେ ବୁଣୁଛନ୍ତି। ଆମେ 4 ପ୍ରକାର ମାଟି ଦେଖି ପାରୁଛୁ। But this 4 type of soil is the same sower. ଯଦି ବା ମାଟି 4 ପ୍ରକାର ଅଟେ କିନ୍ତୁ ବୁଣାଳି ଏକ ଅଟନ୍ତି। And not only that, he is the same variety of seed
for all this poor soil he is throwing. ଏହିପରିକି ଆଉ ମାଟି ମଧ୍ୟ ସମାନ ବିହନ ମଧ୍ୟ ସମାନ ଅଟେ, 4 ପ୍ରକାର ମାଟି ଅଟେ। All soil receive the seed in the same season. ଆଉ 4 ପ୍ରକାର ମାଟିକୁ ଆଉ ସମାନ ସମୟରେ ଆଉ 4 ପ୍ରକାର ମାଟି ତାକୁ ଗ୍ରହଣ କରୁଛନ୍ତି ବିହନକୁ। Yeah, the same sour, same seed, same season, and the same time. ଏବେ ସମାନ ଆଉ ବିହନ, ସମାନ ବ୍ୟକ୍ତି, ସମାନ ସମୟ ଆମେ ଦେଖିପାରୁଛୁ। But the interesting factor is that they did not give the same harvest in all this poor soil. କିନ୍ତୁ ଏକ ଉତ୍ସାହର କଥା ହଉଛି 4 ପ୍ରକାର ମାଟିରେ ଆଉ ସମାନ ଭାବରେ ସମସ୍ତେ ଫଳ ଦଉନାହାନ୍ତି। Only one soil brought much fruits. କେବଳ ଗୋଟିଏ ପ୍ରକାର ମାଟି ଯଥେଷ୍ଟ ଫଳ ସେ ଦିଏ। Yeah, that's where it's grow 30-fold, 60-fold, 100-fold. The reason is that Bible said this soil was called the good soil. ଆଉ ସେଥିପାଇଁ 30 ଗୁଣ 60 ଗୁଣ 100 ଗୁଣ ବୋଲି ଲେଖାଯାଏ, କାରଣ ବାଇବେଲ କହେ ଏହା ହଉଛି ଉତ୍ତମ ମାଟି। Fruitful is not a matter of having different soil or different seed or different season. It is actually about having a good soil. ଆଉ ଯଦି ବା ଭିନ୍ନ ଆଉ ମାଟି, ଭିନ୍ନ ସମୟ, କିନ୍ତୁ ଏହା ଏକ ଉତ୍ତମ ବିହନ ଅଟେ, Yeah. ଉତ୍ତମ ମାଟି ଅଟେ। In the scripture, we see that this soil talks about our heart. Actually, it's about our heart. ଆଉ ତେବେ ଆମେ ଏଠି ଦେଖୁଛୁ ଆଉ ଏଇ ମାଟିକୁ ଆମମାନଙ୍କ ହୃଦୟ ସହିତ ତୁଳନା କରାଯାଏ। And there is another scripture I want to take to you, Luke chapter 13, verse 6-9. If you read there, it is a parable. A certain man had a fig tree planted in his vineyard, and he came seeking fruits, and he did not found. ଆମେ ଲୁକ ତାର 13 ଅଧ୍ୟାୟର 6-9 ପଦକୁ ଯଦି ଦେଖିବା, ସେଠି ଗୋଟେ ଅଫଳନ୍ତି ଡିମ୍ବରି ବୃକ୍ଷର କଥା ଲେଖାଯାଏ। ସେ ବ୍ୟକ୍ତି ସେଇ ଗଛଟି ଲଗେଇଲେ କିନ୍ତୁ ଫଳ ପ୍ରାପ୍ତ ହେଲେ ନାହିଁ। Yeah, then he said to the keeper of the vineyard, look, this tree, last 3 years I have come and seek fruits, but there is no fruits. Cut it down. Why don't it use up the ground? Let's read the 6-9 of Luke chapter 13. କେହି ଜଣେ 6 ପଦରୁ 9 ପଦକୁ ପଢି ଦିଅନ୍ତୁ। କହିଲେ ଗଛ ଲଗାଯାଇଥିଲା, ସେ ଆସି ସେଥିରେ ଖୋଜିଲେ କିନ୍ତୁ ପାଇଲେ ନାହିଁ। ତେଣୁ ସେ ମାଳିକି କହିଲେ, ଦେଖ, ଏଇ 3 ବର୍ଷ ହେଲା ମୁଁ ଆସି ଏଇ ଡିମିରି ଗଛରେ ଫଳ ଖୋଜୁଅଛି, କିନ୍ତୁ ପାଉନାହିଁ। ଏହାକୁ ହାଣି ପକାଅ। ଏଇଟା କାହିଁକି ଭୂମିକୁ ମଧ୍ୟ ଅକର୍ମଣ୍ୟ କରୁଅଛି? ମାତ୍ର ସେ ତାଙ୍କୁ ଉତ୍ତର ଦେଲା, ଏହାକୁ ଏହି ବର୍ଷଟି ମଧ୍ୟ ଛାଡ଼ି ଦିଅନ୍ତୁ। ମୁଁ ଇତିମଧ୍ୟରେ ଏହାର ଚାରିପାଖ ଖୋଳି ଖତ ଦେବି, ଆଉ ପରେ ଫଳ ହୁଏ ତ ଭଲ, ନହେଲେ ତାହାକୁ ହାଣି ପକାଇବେ। Yes. Amen. Here the gardener says, give me 1 more year, I will dig it around it and manure it, and let's see what happened. ଏଠି ସେଠିର କର୍ମକର୍ତ୍ତା ବା ସେଠିର ମାଳି କହୁଛନ୍ତି, ପ୍ରଭୁ ହାଣିବା କଥା କାହିଁକି, ମତେ 1 ବର୍ଷ ସମୟ ଦିଅନ୍ତୁ, ମୁଁ ତାର ଚତୁଃପାର୍ଶ୍ୱରେ ଗାତ ଖୋଳିବି ଏବଂ ତାକୁ ପ୍ରସ୍ତୁତ କରିବି। What it means is that there is no problem with the tree. ତାର ଅର୍ଥ କଣ? ଗଛର କୌଣସି ସମସ୍ୟା ନାହିଁ। The problem is not with the gardener who is looking after. ଏଇପରିକି ଯୋଉ ବ୍ୟକ୍ତି ସେ ଗଛକୁ ଦେଖାରେଖା କରୁଛନ୍ତି, ଯତ୍ନ ନେଉଛନ୍ତି, ତାଙ୍କର ମଧ୍ୟ ସମସ୍ୟା ନାହିଁ। The problem is not with the season as well. ଏଇପରିକି ସମୟର ମଧ୍ୟ କିଛି ସମସ୍ୟା ନାହିଁ। But he says the problem is the soil. କିନ୍ତୁ ସେ କହନ୍ତି ମାଟିର ସମସ୍ୟା ରହିଅଛି।
I will dig the soil and I will manure it. I will fertilize it, and let's see if it is give fruit or no. That's what he's ସେ asking. କହନ୍ତି ମୁଁ ଖୋଳିବି ଏବଂ ତାର ଯତ୍ନ ନେବି ତାପରେ ଦେଖିବା କଣ ହବ। See, as I said, that soil is nothing when it mentioned in the Bible. It's about our heart of man actually. ତେବେ ମୁଁ ଭୂମି କଥା ଯାହା କହିଲି ଆପଣଙ୍କୁ ଆକୁ ଆମମାନଙ୍କର ହୃଦୟ ସବୁ ଦର୍ଶାଏ। When God wanted to bless us exceedingly, then the first thing we have to prepare is our heart. ଯେତେବେଳେ ପ୍ରଭୁ ଆମମାନଙ୍କୁ ଅତିଶୟ ବୃଦ୍ଧି କରିବାକୁ ଚାହାନ୍ତି ପ୍ରଥମ ବିଷୟ ହଉଛି ଆମମାନଙ୍କ ହୃଦୟକୁ ଆମେ ପ୍ରସ୍ତୁତ କରିବା। So we have to give importance to our heart to be fruitful. ଆମମାନଙ୍କ ହୃଦୟକୁ ଆମମାନେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦେବା ଆମମାନେ ଅଧିକ ଫଳ ଫଳିବା ନିମନ୍ତେ। Because God sees our heart, man sees our face, and God reward according to our heart. ମନୁଷ୍ୟ ବାହ୍ୟ ରୂପ ଦେଖେ କିନ୍ତୁ ସଦାପ୍ରଭୁ ଅନ୍ତଃକରଣ ଦେଖନ୍ତି। ପରମେଶ୍ୱର ଅନ୍ତଃକରଣ ଦେଖି ତହିଁର ପୁରସ୍କାର ଆମମାନଙ୍କୁ ଦିଅନ୍ତି। Yeah, so many times the devils work in our mind and interrupted us and making us corrupt. ଅନେକ ସମୟରେ ଆମମାନଙ୍କର ଚିନ୍ତା ଭାବନା ଆମମାନଙ୍କ ମସ୍ତକ ମଧ୍ୟରେ ରହିଛି ତା ଅନେକ ସମୟରେ ଆମମାନଙ୍କୁ ଦୂଷିତ କରିଥାଏ। If your heart is corrupted, if your heart is bad, then you can't produce good or much fruits. ଯଦି ଆପଣଙ୍କ ହୃଦୟ ଖରାପ ଅଟେ ମନ୍ଦ ଅଟେ ଭ୍ରଷ୍ଟ ଅଟେ ଆପଣ ଅଧିକ ଫଳ ଫଳି ପାରିବେ ନାହିଁ। Yeah, devils corrupt people's mind or the believer's mind through like social media. ଆଉ ଶୈତାନ ଏଇ ସୋସିଆଲ ମିଡିଆ ଦ୍ୱାରା ଲୋକମାନଙ୍କର ମନକୁ ହୃଦୟକୁ ଭ୍ରାନ୍ତ କରୁଅଛି। Today we know that how many people being corrupted and they goes on the bad way. ଆଉ ଆମେ ଦେଖୁ ଆଜିର ଦୁନିଆରେ ଅନେକ କେତେକ ଲୋକ ସେମାନେ ଆଉ ଭ୍ରଷ୍ଟ ଭ୍ରାନ୍ତ ହଉଛନ୍ତି ଏବଂ ଭୁଲ ରାସ୍ତାରେ ଯାଉଛନ୍ତି। Yeah, therefore we have to give importance to our heart in order to get much fruits. ସେଥିପାଇଁ ଆମମାନଙ୍କ ହୃଦୟରେ ଆମେ ଶକ୍ତିଶାଳୀ ହେବାକୁ ପଡିବ ଅଧିକ ଫଳ ଫଳିବା ପାଇଁ। Yeah, this is the promise God is saying in the book of Genesis chapter 17. God is talking to Abraham. ଆଉ ଏହା ହଉଛି ଅବ୍ରାହ୍ମଙ୍କ ପାଇଁ ପ୍ରତିଜ୍ଞା ଯାହାକି ସାରା ଆଦି ପୁସ୍ତକରେ ପରମେଶ୍ୱର ଅବ୍ରାହ୍ମଙ୍କୁ କହିଅଛନ୍ତି। God said to Abraham, I will make you exceedingly fruitful. ପରମେଶ୍ୱର ଅବ୍ରାହ୍ମଙ୍କୁ କହନ୍ତି ଆମ୍ଭେ ତୁମକୁ ଅତିଶୟ ବୃଦ୍ଧି କରିବା। To the same Abraham, God also saying, God said to walk before me and be perfect. ଆଉ ସେ ସମାନ ଅବ୍ରାହ୍ମଙ୍କୁ ପରମେଶ୍ୱର କହନ୍ତି ଆମ ନିକଟରେ ଚାଲ ଆଉ ସିଦ୍ଧ ହୁଅ। What it means that if you have promised, but if you don't walk in your integrity of your heart, this promise or this covenant is not going to work for you. ଯଦି ଆପଣମାନଙ୍କର ପ୍ରତିଜ୍ଞା ଅଛି ଆପଣ ଯଦି ତାଙ୍କ ସାଙ୍ଗେ ଚାଲିବେ ନାହିଁ ସିଦ୍ଧ ଭାବରେ ତାହେଲେ ପ୍ରତିଜ୍ଞା ମଧ୍ୟ ଆପଣ ପ୍ରାପ୍ତ ହେବେ ନାହିଁ। If you want fruit to come upward, then the soil must be healed downwards and it had to be fertilized. ଆଉ ଆପଣ ଯଦି ଅଧିକ ଫଳ ଫଳିବା ପାଇଁ ଚାହାନ୍ତି ତେବେ ନିଶ୍ଚୟ କରି ସେଇ ଯୋଉ ମାଟିକୁ ପ୍ରସ୍ତୁତ କରିବାକୁ ପଡିବ ଏବଂ ମଞ୍ଜି ଭିତରକୁ ଯିବାକୁ ପଡିବ। That's why, David pray, create me a clean heart, O God, and renew a steadfast spirit within me. Psalms chapter 51 verse 10. ଗୀତ ସଂହିତା ତାର 51 ପଦରେ ସେଥିପାଇଁ ଦାଉଦ କହନ୍ତି ପ୍ରଭୁ ମତେ ତୁମେ ସୂଚି କର ମୋ ଅନ୍ତଃକରଣକୁ ତୁମେ ନିର୍ମଳ କର। Yeah, see that when the many times we think so many things, duties unnecessary, even evil things, all sort of unnecessary that we think, because heart is
What we think nobody know. Even in heart you can murder somebody, or you can think of, but you will not go to jail because. But God sees our heart. ଆମମାନଙ୍କ ହୃଦୟର କଥାକୁ କେହି ଜାଣନ୍ତି ନାହିଁ। ହୃଦୟରେ ଆପଣ କାହାକୁ ଯଦି ମର୍ଡର କରିଦେବେ ମନରେ, ତେବେ ଆପଣଙ୍କୁ ଜେଲ ଯିବାକୁ ପଡିବ ନାହିଁ, କିନ୍ତୁ ପରମେଶ୍ୱର ଆପଣଙ୍କ ହୃଦୟକୁ ଜାଣନ୍ତି। Yeah, to get to I mean to be fruitful, to exceedingly fruitful, we have to prepare our heart, like in the book of Psalms 139, how psalmist said, clean my heart, search my heart. That's what he says. ଆଉ ଆମମାନେ ଅତିଶୟ ବୃଦ୍ଧି ପାଇବା ପାଇଁ ହେଲେ ଆମମାନଙ୍କର ହୃଦୟକୁ ପ୍ରସ୍ତୁତ କରିବାକୁ ପଡିବ। ଗୀତ ସଂହିତା 139ରେ ସେ କହନ୍ତି, ଗୀତ ରଚକ, ତୁମେ ମୋର ହୃଦୟକୁ ଅନୁସନ୍ଧାନ କରୁଛ, ମୋ ହୃଦୟକୁ ତୁମେ ସୂଚୀ କର। Yeah, just I want to read that scripture 1 to 3 verse. ଆଉ 139 ଆମମାନେ verse. ଗୀତ ତାର 139ର 1 ପଦରୁ 3 ପଦକୁ ଆମମାନେ ପାଠ କରିବା। Yeah, it says, Lord, you have searched me and you know me. You know when I sit down and when I stand up. You understand my thoughts from far away. You observe my trouble, my rest. You are all ever of all my ways. ସେଠାରେ ଏ ପ୍ରକାର ଲେଖାଯାଏ, ସଦାପ୍ରଭୁ ତୁମେ ମୋର ଅନୁସନ୍ଧାନ କରିଅଛ ଓ ମୋର ପରିଚୟ ନେଇଅଛ। ତୁମେ ମୋର ବସିବାର ଉଠିବାର ଜାଣୁଅଛ, ଆଉ ତୁମେ ଦୂରରୁ ମୋର ସଂକଳ୍ପ ବୁଝୁଅଛ। ତୁମେ ମୋର ଗମନ ଓ ଶୟନ ଅନୁସନ୍ଧାନ କରୁଅଛ ଆଉ ମୋର ସକଳ ଗତି ଜାଣୁଅଛ। Means what it means is that uh, you know when I sit down. What it means that, see, you are going somewhere. People see you, you are going, but God knows why you are going. ଆଉ ବସିବାର ଆଉ ଅର୍ଥ କଣ? ତୁମେ ମୋର ବସିବାର ଜାଣୁଅଛ, ତାର ଅର୍ଥ ଆପଣ କୌଣସି ଏକ ସ୍ଥାନକୁ ଯାଉଛନ୍ତି, କିନ୍ତୁ ଲୋକମାନେ ଜାଣନ୍ତି ନାହିଁ, ପରମେଶ୍ୱର ଜାଣନ୍ତି ଆପଣ କେଉଁଠାକୁ ଯାଉଅଛନ୍ତି। Suppose you are sitting in one place, all the people can see you that you are sitting in there, but God knows why you are sitting there. ଆଉ ଆପଣ କୌଣସି ଏକ ସ୍ଥାନରେ ଯଦି ବା ବସିଛନ୍ତି, ଆଉ ଆପଣଙ୍କୁ ଲୋକମାନେ ଦେଖୁଛନ୍ତି ଆପଣ ବସିଛନ୍ତି, କିନ୍ତୁ ସେମାନେ ଜାଣନ୍ତି ନାହିଁ, ମାତ୍ର ପରମେଶ୍ୱର ଜାଣନ୍ତି ଆପଣ କାହିଁକି ସେଠାରେ ବସି ଅଛନ୍ତି। What you have in your heart, the thought, and why you are there, God knows it. Even in the ministry you are here, in this meeting you are here, God knows your heart. Therefore, if our heart is clean, if heart is well, then we will bring 60-fold, 30-fold, and 100-fold of fruits in the ministry. ଏବେ ଆପଣ କାହିଁକି ସେଇ ଜାଗାରେ ବସିଛନ୍ତି, ଆପଣଙ୍କ ହୃଦୟ ଜାଣେ, ଈଶ୍ୱର ଜାଣନ୍ତି। ଯଦି ଆପଣଙ୍କର ହୃଦୟକୁ ଆପଣ ପ୍ରସ୍ତୁତ କରିବେ, ତେବେ 30 ଭାଗ 60 ଭାଗ ଫଳ ଫଳି ପାରିବେ, 100 ଭାଗ ଫଳ ଫଳି ପାରିବେ। Yeah, today I want to stop here in this one, that we have to give very importance to our heart, our thought life. ମୁଁ ଏଇଠି ସମାପ୍ତ କରିବାକୁ ଚାହେଁ। ଆମମାନଙ୍କ ଜୀବନରେ ଆମମାନଙ୍କର ସମସ୍ତ ବିଷୟ ଈଶ୍ୱରଙ୍କୁ ଦେବାର ଆବଶ୍ୟକତା ଅଟେ। If we want to be exceedingly blessed like Abraham, then first of all we have to clean our heart. ଯଦି ପ୍ରଭୁ କହନ୍ତି ଅବ୍ରାହମକୁ, ତୁମେ ଯଦି ଅଧିକ ଅତିଶୟ ବୃଦ୍ଧି ଚାହୁଁଛ, ସେ ଯଦି ଆମକୁ ଅତିଶୟ ବୃଦ୍ଧି ହେବା ପାଇଁ ଆମକୁ ଚାହାନ୍ତି, ତେବେ ଆମେ ପ୍ରଥମେ ଆମ ହୃଦୟକୁ ସୂଚୀ କରିବାକୁ ପଡିବ। See, in the New Testament we see that the Pharisees, Sadducees, these people, their heart was not clean. They were just they were wearing this white garment and all the ritual thing there, but when Jesus comes, he says that you are like those what do you call the cemetery, that outside it's washed, whitewashed. ନୂତନ ନିୟମରେ ଆମେ ଯେତେବେଳେ ଦେଖୁ, ଯୀଶୁଙ୍କ ସମୟରେ ସାଦୁକି ଫାରୁସୀ ମାନଙ୍କର ହୃଦୟ ଭଲ ନଥିଲା। କେବଳ ସେମାନେ ଉପରେ ଧଳା ବସ୍ତ୍ର ପିନ୍ଧି ଦଉଥିଲେ, କିନ୍ତୁ ସେମାନଙ୍କ ହୃଦୟ ଭଲ ନଥିବା ହେତୁ ଯୀଶୁ ସେମାନଙ୍କୁ କହିଲେ, ତୁମମାନେ ହଉଛ ଶୁକ୍ଳୀକୃତ ସମାଧି, ତୁମମାନଙ୍କର ଉପରେ କେବଳ ଭଲ ଅଟେ, ଭିତରେ ତୁମମାନେ ଭଲ ନୁହଁ। That's what. Let's not be like those people and showing around our in day-to-day life. People think that we are all right, but heart, what
we do, it's only God and you know. God and I know what I do it with, what I think when I'm alone, what I do, I'm alone. So heart is very important, the first and foremost step to receive the God's blessing. ଏବେ ଆମେ ସେମାନଙ୍କ ପରି ହେବା ନାହିଁ, କିନ୍ତୁ ଆମମାନଙ୍କର ହୃଦୟ ପରମେଶ୍ୱରଙ୍କ ସାଙ୍ଗେ ଆମେ ସମର୍ପିତ କରିବା। ଆମେ ଆଉ ଈଶ୍ୱର ଆଉ ଉଭୟଙ୍କର ସମ୍ପର୍କ ରହିବାକୁ ଅଛି। ଆମେ ତୃଷିତ ହେବାକୁ ପଡିବ, କ୍ଷୁଧିତ ହେବାକୁ ପଡିବ, ପ୍ରଭୁଙ୍କର ଆଶୀର୍ବାଦ ପ୍ରାପ୍ତ ହେବା ପାଇଁ। Nobody judge you what you think. Nobody punish you what you think. But God knows everything what you think. କଳ୍ପନାରେ ଭାବନାରେ କେହି ମଧ୍ୟ ଆପଣଙ୍କୁ ବିଚାର କରିବେ ନାହିଁ, କେହି ମଧ୍ୟ ଦଣ୍ଡ ଦେବେ ନାହିଁ, କିନ୍ତୁ ପରମେଶ୍ୱର ଆପଣଙ୍କର ଭାବନାର ବିଷୟକୁ ଜାଣନ୍ତି। There's nobody knows what you think. There's nobody, knows. When the scripture says that when you see a woman with the lust, you're already committed sin. See, nobody knows that you are committed, but God knows that you have thought that. ଆପଣଙ୍କ ହୃଦୟରେ ଯେତେବେଳେ ଆପଣ ଚିନ୍ତା କରନ୍ତି, ଆପଣଙ୍କର ହୃଦୟ କଥା କେହି ବି ଜାଣନ୍ତି ନାହିଁ। ଯଦି ବା ଜଣେ ସ୍ତ୍ରୀକୁ ଆପଣ ଏକ ମନ୍ଦ ଭାବରେ ଦେଖନ୍ତି, ଆପଣଙ୍କୁ କେହି କିଛି ଜାଣନ୍ତି ନାହିଁ, କିନ୍ତୁ ପରମେଶ୍ୱର ଜାଣନ୍ତି ଆପଣଙ୍କର ଚିନ୍ତା କଣ ଅଟେ। Let this morning and this day, let us think of this. Lord, clean me, my heart. Like David, let's say that search me, Lord. If there is anything, take it away and give me your spirit. ଆଉ ତେବେ ଆଜି ସକାଳେ ଆମମାନେ ପ୍ରଭୁଙ୍କୁ କହିବା, ପ୍ରଭୁ ମତେ ସୂଚି କର, ମୋର ହୃଦୟକୁ ଅନୁସନ୍ଧାନ କର, ଏବଂ ପ୍ରଭୁ ତୁମେ ମତେ ତୁମ ଆତ୍ମାକୁ ଦିଅ। And this is actually, this is in this scripture that we read, God says to Abraham, I will exceedingly make you fruitful. This is the first steps of preparation of our heart. ଏବେ ଏଇ ଯୋଉ 17 ଅଧ୍ୟାୟ ଆଦି ପୁସ୍ତକର 6ର ପ୍ରଥମ ଭାଗରେ ଦେଖୁଛୁ, ଅବ୍ରାହ୍ମକୁ ପରମେଶ୍ୱର କହିଲେ, ଆମ୍ଭେ ତୁମକୁ ଅତିଶୟ ବୃଦ୍ଧି କରିବା। ତାର ପ୍ରକୃତ କଥା କହିବାକୁ ଗଲେ ଆମମାନଙ୍କ ହୃଦୟକୁ ଆମମାନେ ପ୍ରସ୍ତୁତ କରିବାକୁ ପଡିବ। And the next one, maybe if God's willing, next week I will share with you the second point of this, because I have put it like around 3 points, how we can be exceedingly get fruitful. ଯଦି ପ୍ରଭୁ ଦୟା କଲେ ଆସନ୍ତା ସପ୍ତାହରେ ତାର ଦ୍ୱିତୀୟ ଅଂଶକୁ ଦେଖିବା, ଆଉ ମୁଁ ଯୋଉ ସବୁ ବିଷୟ ପ୍ରସ୍ତୁତ କରି ତାର ସମସ୍ତ ବିଷୟ ଆମମାନେ ଆଗକୁ ବଢିବା। God wanted to bless us exceedingly. When we prepare ourselves, He will not withhold His blessing for our life. ପରମେଶ୍ୱର ଆମମାନଙ୍କୁ ଅତିଶୟ ବୃଦ୍ଧି କରିବାକୁ ଚାହାନ୍ତି, ଆଉ ସେ ଆମମାନଙ୍କୁ ପ୍ରଚୁର ଆଶୀର୍ବାଦ କରିବାକୁ ଚାହାନ୍ତି। ଆଶୀର୍ବାଦକୁ ସେ କେବେ ମଧ୍ୟ ଅଟକେଇବେ ନାହିଁ। In the Jeremiah, it's written that in book of Jeremiah 8:10, I think it says that when you continue to do evil, I will withhold your blessing. What I had planned, I will withhold. That word says. ଆଉ ଜେରେମିୟ ତାର 8 ଅଧ୍ୟାୟରେ 10 ପଦରେ ଲେଖାଯାଏ, ତୁମେ ଯଦି ମନ୍ଦ କାର୍ଯ୍ୟ କରିବ, ତେବେ ତୁମର ଆଶୀର୍ବାଦକୁ ଆମମାନେ ଅଟକାଇବା। Yeah, if you continue to, if you don't change, then what I have planned for you, I will withhold. ଆଉ ଯେତେବେଳେ ମନ୍ଦକୁ ତୁମେ ଆଉ ଧାରାବାହିକ ଭାବେ ଆଉ ତୁମେ ତାକୁ ବହନ କରିବ, ତାକୁ ମନ୍ଦକୁ ତୁମେ ଧରିକିରି ଚାଲିବ, ତେବେ ଆମମାନେ କେବେ ମଧ୍ୟ ତୁମକୁ ଆଶୀର୍ବାଦ ଦେବା ନାହିଁ, ଆଶୀର୍ବାଦକୁ ଅଟକେଇ ରଖିବା। May the good Lord bless us and continue to revive our heart to receive to bring the 100-fold blessing in our life. ଆମମାନଙ୍କର ଉତ୍ତମ ପରମେଶ୍ୱର ଆମମାନଙ୍କୁ ଆଶୀର୍ବାଦ କରନ୍ତୁ, ଆମମାନଙ୍କର ହୃଦୟକୁ ପ୍ରସ୍ତୁତ କରିବା, ଯେପରି ଆମମାନେ 100କୁ ଭାଗ ଫଳରେ ଫଳାନ୍ୱିତ ହେବା। May the Lord bless all of us. Amen. ପ୍ରଭୁ ଆମେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। Thank you very much. So thank you for the promising word. ଆପଣଙ୍କୁ ଧନ୍ୟବାଦ, ସୁନ୍ଦର ବାକ୍ୟ ଆପଣ ଦେଇଥିବାରୁ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। over to ସୁନା ଆଜ୍ଞା। Thank you. ଅନମ୍ୟୁଟ କରନ୍ତୁ, ଅନମ୍ୟୁଟ କରନ୍ତୁ ସୁନା ଆଜ୍ଞା। ଆପଣଙ୍କ କଥା ଶୁଭା ଯାଉ ନାହିଁ, ଶୁଭା ଯାଉ ନାହିଁ ଆପଣଙ୍କର କଥା।
ओके थैंक यू सर, बहुत बहुत धन्यवाद। प्रभु आपनको you, बहुल thank you. भावे सुंदर भावे व्यवहार कले आउ आमको बहुत सुंदर वाक्य शिक्षा देले। एणु प्रभु आपनको आपनको परिवार को सेवा कार्य को आशीर्वाद करंतु। आमे शेष प्रार्थना को जीवा आउ आमनकर मध्यरे अछंती मेघमाला सिस्टर से सब विषय ने प्रार्थना करिवे। आउ शेष आशीर्वाद रो भिक्षा बेणु आज्ञा छत्री आज्ञा करिवे। सिस्टर अछंती कि? प्रेज द लॉर्ड सर। प्रेज द लॉर्ड। प्रभु आशीर्वाद करंतु। आज्ञा थैंक यू। उपस्थित प्रत्येकଙ୍କୁ प्रेज द लॉर्ड। आसंतु हम प्रार्थना करबा। हालेलुया हालेलुया हालेलुया। प्रेज द लॉर्ड। धन्यवाद 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 मंगलमय जीवित ईश्वर तुम